ओम नमः शिवाय। ମୁଁ ଜ୍ୟୋତିର୍ବିଦ ଓ ଲେଖକ ରୁଦ୍ରପ୍ରସନ୍ନ ମହାପାତ୍ର ଭୁବନେଶ୍ୱର ଓଡ଼ିଶାରୁ କହୁଛି। ଆଗରୁ ମୁଁ ମଙ୍ଗଳ ଦୋଷ ଉପରେ ଟିକେ କହିଥିଲି, ଆଉ ଟିକେ ଆଗକୁ ତାକୁ ଆଜି ବଢ଼େଇବା। ମଙ୍ଗଳ ଦୋଷ କିଛି ସତ କିଛି ଦ୍ୱନ୍ଦ୍ୱ ଗୋଟେ ଭିଡ଼ିଓ ମୁଁ ଆଗରୁ କରି ରଖିଛି। ଆଜି ଆଉ ଟିକେ ମୁଁ ତାକୁ ଆଗକୁ ବଢ଼ାଉଛି। ମଙ୍ଗଳ ଦୋଷଟା ଆକ୍ଚୁଆଲି କ'ଣ ଆପଣଙ୍କୁ କହୁଛି। ମୁନି ଋଷିମାନେ ଯାହା କରିଯାଇଥିବା ଜିନିଷଟା ଆମ ପାଇଁ ସବୁକିଛି। ଆମେ ଖାଲି ତାକୁ ନୂତନ ଯୁଗରେ କେମିତି ଲଗେଇବା ସେଇଟା ଶିଖିବାର ଅଛି। ତ ମଙ୍ଗଳ ଦୋଷ ନା ଦୂଷିତ ମଙ୍ଗଳ ସେଇଟା ଟିକେ ଜାତକରେ ଦେଖିବେ। ଯେକୌଣସି ଜାତକରେ ଯଦି ମଙ୍ଗଳ ଖରାପ ହେଇଥାଏ, ଭାବ କଥା ଛାଡ଼ି ଦିଅନ୍ତୁ ଆଜ୍ଞା, ଯଦି ନୀଚ ହେଇଥାଏ ତାହେଲେ ବି ସେଟା ମଙ୍ଗଳ ଦୋଷ ଭିତରେ ଗଣାଯିବ। ଶାସ୍ତ୍ର କ'ଣ କହୁଛି? 1, 2, 4, 7, 8 ଏବଂ 12 ଘରେ ଯଦି ମଙ୍ଗଳ ରହେ ତାହେଲେ କୁଜ ଦୋଷ ହେବ। ଯା ମିତ୍ରେ ଦ୍ୱିତୀୟ ଭାବରେ ଯଦି ରହିଲା ମଙ୍ଗଳ ହେବ। ସେଟା ରିସେଣ୍ଟଲି ଜାତକ ପାରିଜାତ ବହିରେ ଲେଖା ହେଇଛି, ପରାଶରରେ ନଥିଲା ଆଜ୍ଞା। ପରାଶର ମହର୍ଷି ପରାଶରଙ୍କର ଘରଶାସ୍ତ୍ରରେ ଆପଣ ଦେଖିବେ 1, 4, 7, 8, 12 ଏତିକି ଘର ଥିଲା, 5ଟା ଘର। ପରେ 2 ଆଡ଼ କରାହେଇକି 1ଟାକୁ କାଢ଼ି ଦିଆଗଲା ଯେ ଲଗ୍ନରେ ଥିବା ମଙ୍ଗଳଟାକୁ ଭଲ କରାହେବନି, କାରଣ ମଙ୍ଗଳ ବି ଗୋଟେ ପ୍ରକାର ଲଗ୍ନର କାରକ। ଦେହ ଷ୍ଟ୍ରଙ୍ଗ ରହିବା ପାଇଁ ମଙ୍ଗଳ ଦରକାର। ତେଣୁ କାରକଟା କେମିତି ଖରାପ ହେଇଯିବ। କିନ୍ତୁ ଦ୍ୱିତୀୟ ରହିଲେ କାହିଁ ଖରାପ? ଭାଇମାନଙ୍କ ସହିତ ପାଟିତୁଣ୍ଡ ହେବ ନିଜ ପରିବାର ଭିତରେ। ଚତୁର୍ଥ ରହିଲେ କ'ଣ ପାଇଁ ଖରାପ? ସଂସାରରେ ପାଟିତୁଣ୍ଡ ହେବ, ପିଲା ଛୁଆ ସ୍ତ୍ରୀ। ସପ୍ତମ ରହିଲେ କ'ଣ ପାଇଁ ଖରାପ? ନିଜର ସାଙ୍ଗମାନଙ୍କ ସହିତ ପାଟିତୁଣ୍ଡ ହେବ। ବେପାର କଥା ଛାଡ଼ନ୍ତୁ, 7th ହେଲା ଆପଣଙ୍କର ଅପୋଜିଟ୍ ପାର୍ଟନର, ସେ ସାଙ୍ଗଟି ବି ହେଇପାରେ। ବାର ଘରେ ମଙ୍ଗଳ ଖରାପ ହେଇଗଲେ, ଅଷ୍ଟମ ଘରେ ମଙ୍ଗଳ ଖରାପ ହେଇଗଲେ, 8, 12, 6 ଯେହେତୁ ମଙ୍ଗଳର କାରକ, ତେଣୁ 6 ଘରଟାକୁ ମଙ୍ଗଳ ଦୂଷିତ କରାହେଲା ନାହିଁ। 6th ମାସ ଇଜ୍ ସେଟ୍ ଟୁ ବି ଗୁଡ୍। 6ରେ ଯଦି ମଙ୍ଗଳ ରହେ ତାକୁ ବହୁତ ଭଲ ବୋଲି କୁହାଯାଏ। ତେଣୁ ସେ 6 ଭାବରେ ଥିବା ମଙ୍ଗଳଟିକୁ ଆମେ ନ ନେଇକି ଆମେ ଏତିକି ଘରକୁ ନେବୁ। ଆଜିକା ଦିନରେ ଆମେ ସବୁ ମିଶାଇକି 1, 2 ସବୁ କରିପକାଉ। କିନ୍ତୁ ବାସ୍ତବରେ ଦେଖିବାକୁ ଗଲେ ଯଦି 1 ମଙ୍ଗଳ ରୁହେ, ସେ ଲୋକଟି ଫିଜିକାଲି ବହୁତ ଷ୍ଟ୍ରଙ୍ଗ ହେବ, ମେଣ୍ଟାଲି ବି କିଛି ମାତ୍ରାରେ ଷ୍ଟ୍ରଙ୍ଗ ହେବାର ଚାନ୍ସ ରହିଛି। ଯଦି ଚନ୍ଦ୍ର ଜାତକ ଯଦି ବହୁତ ଖରାପ ନଥିବ, ତା ଛଡ଼ା କିଛି ବିଶେଷ ଖରାପ ନୁହେଁ। ତେଣୁ ଲଗ୍ନସ୍ଥ ମଙ୍ଗଳଟାକୁ ଆପଣ ଦୂଷିତ ମଙ୍ଗଳ ବୋଲି କହିବେ ନାହିଁ। ସେଇ ଦୂଷିତ ମଙ୍ଗଳ ଯଦି କୌଣସି ମତେ ଭଲ ହେଇଯାଉଛି, ଦୋଷଟା କଟିଯାଏ। ଆଉ ଟିକେ ଦୋଷଟାକୁ ବୁଝେଇ ଦେଉଛି ତା ଆଗରୁ। ବାହାଘର ହେଲେ ଆଜ୍ଞା ସ୍ୱାମୀ ମରିଯିବ। ଆମେ ଦେଖୁଥିଲେ ସ୍ତ୍ରୀମାନେ ଫିମେଲ ହରୋସ୍କୋପି ସ୍ତ୍ରୀ ଜାତକ ଅଧ୍ୟାୟ ଅଣ୍ଡରେ ଲେଖିଛନ୍ତି ପରାଶର, ଏଇଟା ପୁରୁଷ ଜାତକରେ ଲେଖିନାହାନ୍ତି। କାହିଁକି ଆମେ ସ୍ତ୍ରୀମାନଙ୍କୁ ସେତେ ଦର୍ଜା ଦେଉନଥିଲୁ। ସ୍ତ୍ରୀମାନଙ୍କର ସେଇ ଦର୍ଜାଟା ଆମେ ଦେଉନଥିଲୁ। ସ୍ୱାମୀ ମରିଗଲେ ସ୍ତ୍ରୀଟା କ'ଣ କରିବ? ସ୍ତ୍ରୀ ମରିଯିବ, ସ୍ୱାମୀ କ'ଣ କରିବ? ଆଉ ଗୋଟେ ବାହାରି ପଡ଼ିବ। ଆଜିକା ଦିନରେ କିନ୍ତୁ ଆଉ ସେ ଜିନିଷ ଚାଲୁନାହିଁ। ଯିଏ ବି ମଲେ ଅସୁବିଧା। ତେଣୁ ସ୍ତ୍ରୀ ଆଉ ସ୍ୱାମୀ 2 ଜଣଙ୍କର ଆପଣ ଦେଖୁଛନ୍ତି। ଲେଖା ହେଇଛି ମୃତ୍ୟୁ ବୋଲି, ମୁଁ ମନା କରୁନି। ସେ ଅରିଷ୍ଟ ଘଟିବ, ଆଉ କ'ଣ ହାନି ଘଟିବ, ଆଉ ନିଧନ ଘଟିବ ବୋଲି ଲେଖା ହେଇଛି। ଆଉ କିନ୍ତୁ ବହୁତ ଜାଗାରେ ଲେଖା ହେଇଥିବା ନିଧନଟି ଶାସ୍ତ୍ରରେ ମୃତ୍ୟୁ ଆଉ ମୃତ୍ୟୁ ତୁଲ୍ୟ କଷ୍ଟ ସମାନ ବୋଲି ଧରିବେ। ଏ ଜାଗାରେ ବାଧକ ଆସିଲେ ଆପଣ ମରିବେ, ସେ ଜାଗାରେ ଆକ୍ଚୁଆଲି ସେ ମରିବା କଥା କହୁନାହାନ୍ତି। ଆପଣ ଭିତରେ ଗୋଟେ ଡର ସୃଷ୍ଟି କରିଦେଇକି ମରିବା ଭଳିଆ କଷ୍ଟ ମାନେ ଅଶାନ୍ତି। ଆଉ କ'ଣ? ମୃତ୍ୟୁ ଏବଂ ମୃତ୍ୟୁ ତୁଲ୍ୟ କଷ୍ଟ ଆମ ଶାସ୍ତ୍ରରେ ସମାନ ହିସାବରେ ୟୁଜ୍ କରାଯାଇଛି। ଯେମିତି ଆମେ ଅଷ୍ଟମ ଭାବକୁ ମୃତ୍ୟୁ ତୁଲ୍ୟ କଷ୍ଟ ସିଦ୍ଧି ପ୍ରାପ୍ତି। ଆଉ ଆପଣ ମରିଯିବେ, ଯଦି ନ ମରିଲେ ମଲା ଭଳିଆ କଷ୍ଟ ପାଇବେ, ତାପରେ ସଂସାରରୁ କ'ଣ ପାଇବେ? ଛାଡ଼, ସେ ସଂସାର ସନ୍ନ୍ୟାସ ନେଇଯିବା, ସିଦ୍ଧି ପାଇଗଲେ। କେତେ କର୍ମ ଆପଣଙ୍କୁ ସପୋର୍ଟ କରିବ, ଆପଣ ସେଇଭଳିଆ ଆଗକୁ ଯିବେ। କର୍ମ ସପୋର୍ଟ କଲାନି, ଆପଣ ମୃତ୍ୟୁତୁଲ୍ୟ କଷ୍ଟ ପାଇଲେ। କର୍ମ ପୁରା ସପୋର୍ଟ କରିଗଲା, ଆପଣ ମୃତ୍ୟୁ ହେଇଗଲେ, ଆପଣ ସାଙ୍ଗେ ମୁକ୍ତି ପାଇଗଲେ। କିମ୍ବା ଆପଣ କର୍ମ ଏତେ ସପୋର୍ଟ କଲା ଯେ ଆପଣ ପୁରା ମୋକ୍ଷ ଆଗକୁ ଗଲେ, ତାହେଲେ ସିଦ୍ଧି ପ୍ରାପ୍ତି। ଅର୍ଥାତ୍ ମଙ୍ଗଳଟି ଜାତକରେ ଯଦି ଖରାପ ଅଛି,
ତାହେଲେ ସେ ଝିଅଟି ପୁଅ କଥା ମାନିବନି, ପରିବାରରେ ତାର ପଡ଼ିବନି, ରାଗି ଅତୁଣ୍ଡିଆ ହେବ, ଉଦ୍ଧତ ଝିଅଟି ହେବ। ସେଇ ଦୃଷ୍ଟିରୁ ମନା କରାଯାଇଛି ଆଜ୍ଞା, ଆଉ ବିଶେଷ କିଛି ନୁହେଁ। କାହିଁ ମଙ୍ଗଳ ଦୋଷ ଥିବା ହଜାର ହଜାର ଜାତକ ଦେଖନ୍ତୁ, ପୁଅ ଝିଅ ମାନୁନାହାନ୍ତି ତ। ଆମେ କହିଲୁ କ'ଣ ନା ଗୋଟେ ସ୍ତ୍ରୀଟା ଯିଏ ହେଉଥିଲା, ଆମେ କହୁଥିଲୁ ସେ ହାତ ଓଢ଼ଣା ଟାଣି ଘରେ ରହିବ, ଯେଉଁଟାକି ଠିକ୍ କି ଭୁଲ ମୁଁ ବିଲକୁଲ ସେଥିରେ କହୁନାହିଁ। ମୁଁ ତ ପର୍ସନାଲି କହିବି ଭୁଲ ବୋଲି। ମୁଁ ତ ପର୍ସନାଲି ଏଇ ଜିନିଷକୁ ବି କହୁଛି ଯେ ଆଜିକାଲି ଯଦି ଆପଣ ସେ ନାରୀ ସଶକ୍ତିକରଣ ଦିଗରେ ଆଗଉଛନ୍ତି, ବାହାଘର ପରେ ପୁରୁଷ ଯାଇକି ସ୍ତ୍ରୀ ଘରେ ରହୁନାହାନ୍ତି, ସେଇଟା ବି ହଉ, କିଛି ଅସୁବିଧା ନାହିଁ। ସ୍ତ୍ରୀମାନେ କାହିଁ ପୁରୁଷ ଘରେ ଯାଇ ରହିବେ? ସ୍ୱାମୀମାନେ ଯାଆନ୍ତୁ, ସ୍ତ୍ରୀ ଘରେ ରୁହନ୍ତୁ, ଯୌତୁକ ବି ଯେଉଁ କଥା ଚାଲିଛି ସେଇଟା ବି ସ୍ୱାମୀମାନଙ୍କୁ ଦିଆଯାଉ, ତ ଉଠିଗଲେ ତ ଉତ୍ତମ। ତ ମୁଁ ଏଥିରେ କୌଣସି ପ୍ରକାର ପର୍ସନାଲ ମତ କିଛି ଇଏ ନାହିଁ। କିନ୍ତୁ ଶାସ୍ତ୍ରକୁ ଯଦି ଯିବା, ଯେମିତି ବିଷ୍ଣୁ ସ୍ମୃତି ଶାସ୍ତ୍ରରେ ଲେଖା ହେଇଛି, ଗୋଟେ ଖଣ୍ଡାୟତ ଦୁଇଟା ବାହା ହେବ, ଶୂଦ୍ରମାନେ ଏମିତି ହଇରାଣ ହେବେ କାହିଁକି? ସେ ସବୁ ଛାଡ଼ି ଦିଅନ୍ତୁ, ସେ ଡୋଣ୍ଟ ଗେଟ୍ ଇନ୍ ଟୁ ଦ୍ୟାଟ୍ ଲଜିକ୍। କିନ୍ତୁ ବେସିକ୍ ଆଇଡ଼ିଆ ଥିଲା ଯେ ମୃତ୍ୟୁ କିମ୍ବା ମୃତ୍ୟୁତୁଲ୍ୟ କଷ୍ଟ। ଗୋଟେ ଝିଅଟେ ଯଦି ଏମିତି ହେଲା, ଆଉ ବାହାଘର ଭାଙ୍ଗିଯିବ କ'ଣ? ସେ କାହା ଅଣ୍ଡରେ ରହିବନି, ପାଟିତୁଣ୍ଡ କରିବ, ଅଶାନ୍ତି ହେବ। ସେଇଥିଲାଗି ଝିଅମାନଙ୍କ ଜାତକରେ ମଙ୍ଗଳ ଦୋଷଟା ଦେଖାଯାଉଥିଲା। ଥରେ ମଙ୍ଗଳ ଦୋଷ ଅଛି, ଗୋଟେ ସାହାଡ଼ା ଗଛକୁ ବାହା ହେଇଗଲେ ସରିଯିବ, କେବେ ବି ସରିବନି। ଛେଳିକି ବାହା ହେଲେ କେବେ ବି ସରିବନି। ତ ଦୂଷିତ ଯଦି ଜାତକରେ ମଙ୍ଗଳ ହେଇଯାଏ, ଯେଉଁଟାକି ଆଜିକା ଦିନରେ କିଛି ଲାଲ କିତାବ ଜ୍ୟୋତିଷ କହୁଛନ୍ତି ବୌଦ୍ଧ ଜ୍ୟୋତିଷ, ସେଇଟା ଯଦି ଅଥେଣ୍ଟିକ୍ ସ୍କ୍ରିପ୍ଚର ନୁହେଁ, ତାହେଲେ କିଛି କିଛି ପ୍ରିନ୍ସିପଲ୍ ମୋତେ ଭଲ ଲାଗେ। ଜ୍ୟୋତିଷ ମଙ୍ଗଳଟା ବଦ୍ଧ ହେଇଗଲା, ଖରାପ ବଦଭ୍ୟାସ, ଖରାପ ଅଭ୍ୟାସ। ମଙ୍ଗଳଟା ବଦ୍ଧ ହେଇଗଲା। କିନ୍ତୁ ସେଇ ମଙ୍ଗଳ ଯଦି କୌଣସି ମତେ ଭଲ ହେଇଗଲା, ଶୁଭ ଗ୍ରହର ଦୃଷ୍ଟି କୁହାଯାଇଛି, ବୃହସ୍ପତିର ଦୃଷ୍ଟି ଭଲ, ଶୁକ୍ରର ଦୃଷ୍ଟି ବି କିଛି ମାତ୍ରାରେ ଭଲ, ଉଚ୍ଚ ନବାଂଶକୁ ଗଲା, ସୁଭାବ ରହିଲା, ତାର ଦୂଷିତ ଗୁଣଟା କଟିଗଲା, ସେ ପିଲା ମୋତେ ବଦମାସ କଲା। ସମାନ ପିଲାର ମଙ୍ଗଳ ଦୋଷ ଥାଇକି ଯଦି ବାହା ସାହା ନ ହୁଏ, ତାହେଲେ କ'ଣ ଘର ଲୋକଙ୍କ ସହିତ ପାଟିତୁଣ୍ଡ ହେବନି? ଦ୍ୱିତୀୟ ମଙ୍ଗଳରେ ହେବ। ଚତୁର୍ଥ ମଙ୍ଗଳରେ ନିଜର ସାନ ଭାଇ ବାହା ହେଇଥିବ କି ବଡ଼ ଭାଇ ବାହା ହେଇଥିବ, ତା ଭାଉଜ ସାଙ୍ଗରେ ପାଟିତୁଣ୍ଡ ହେବ। ସେଇ ମଙ୍ଗଳ ଯଦି ଥିବ, ସପ୍ତମ ଭାବରେ ମଙ୍ଗଳ ହେବ। ଆପଣ କହିବେ ସାର୍ ମୋର ତ ଅଛି, କାହିଁ ହେଉନି? ଦେଖିଦେବେ ଆଜ୍ଞା ମଙ୍ଗଳର ଷ୍ଟ୍ରେନ୍ଥଟା କେତେ। ମଙ୍ଗଳ ଯଦି ବହୁତ ଏକ୍ସଟ୍ରିମଲି ବଳି ଅଛି, ତାହେଲେ ତାର ଗୁଣଟା ଆପଣଙ୍କ ଭିତରେ ଆସିବ। ଯେଉଁ ଭିଟାମିନ୍ଟା ଆପଣଙ୍କ ଭିତରେ ଅଧିକ ଅଛି, କ୍ୟାଲସିୟମ୍, ଆପଣ ହାଡ଼ ଷ୍ଟ୍ରଙ୍ଗ ହେବ ନା, ଭିଟାମିନ୍ ଡି ହାଡ଼ ଷ୍ଟ୍ରଙ୍ଗ ହେବ ନା, ଖାଲି ପ୍ରୋଟିନ୍ ଗୁଡ଼ା ରହିଲେ ମାଂସ ଷ୍ଟ୍ରଙ୍ଗ ହେଇଯିବ। ସବୁ ହେବ, କିନ୍ତୁ କେଉଁଟା ଭିଜିବୁଲ୍ ଆସିବ, ଯେଉଁଟା ଅଧିକ ଅଛି। ଠିକ୍ ସେଇଭଳିଆ ଯଦି ମଙ୍ଗଳର ବଳ ଅଧିକ ଅଛି, ଏଇ ଜିନିଷ ଅସୁବିଧା ହେବ। ତ ମଙ୍ଗଳ ଦୋଷଟା ବାସ୍ତବରେ ଗୋଟେ ଦୂଷିତ ମଙ୍ଗଳକୁ ଦର୍ଶାଏ। କେବଳ ତାକୁ ବିବାହ ଦିଗରେ ଦେଖିବା ଭୁଲ। ପିଲା ଏଇଭଳିଆ ମଙ୍ଗଳ ଦୋଷ ଥିବା ଲୋକ ଆଗ ଦେଖିବେ ଯେ ଏଇଭଳିଆ ଲୋକ ଆକ୍ଚୁଆଲି କୌଣସି କମ୍ପାନୀ ଫମ୍ପାନୀ ଚାକିରି ନାହାନ୍ତି, ତ ହଇରାଣ ନ ହେବେ, ବସ୍ ସାଙ୍ଗରେ ପାଟିତୁଣ୍ଡ କରିଦେବେ। ଏକାଦଶ ମଙ୍ଗଳ, ତେଣୁ ଯେକୌଣସି ଗୋଟେ ମଙ୍ଗଳ ଜାତକ ଯଦି ଖରାପ ହେଇଗଲା, ନୀଚ ହେଇଗଲା, ଅଶୁଭ ଗ୍ରହ ଶନି ସାଙ୍ଗରେ ଯୁକ୍ତ ହେଇଗଲା, ରାହୁ ସାଙ୍ଗରେ ଯୁକ୍ତ ହେଇଗଲା, ଏବଂ କିଛି ଖରାପ ଭାବରେ ରହିଗଲା, 8, 12 କୁହନ୍ତୁ, 2 କୁହନ୍ତୁ, 3 ଆଉ 6 ମଙ୍ଗଳର କାରକତ୍ୱ, ସେଥିଲାଗି 3, 6ରେ ତାକୁ ନିଆଯାଏନି। ଗୋଟେ ଲୋକର ପରାକ୍ରମ, ଥାର୍ଡ଼ ହାଉସ୍, ଲଢ଼େଇ କରିବାର କାପାସିଟି 6, ମଙ୍ଗଳ ଦୁଇଟାକୁ ଦିଏ। 3 ଆଉ 6ର କାରକ ହେଲା ମଙ୍ଗଳ, ଭାଇମାନଙ୍କର କାରକ ମଙ୍ଗଳ, ତେଣୁ 3, 11 ଛାଡ଼ି ଦିଆଯାଇଛି। କିନ୍ତୁ ଟେକ୍ନିକାଲି ଦେଖିଲେ ସେଇ ଘରେ ଯଦି ମଙ୍ଗଳ ବହୁତ ଷ୍ଟ୍ରଙ୍ଗ ହେଇକି ଅଛି, ନୀଚ ହେଇକି ଅଛି, ସେ ତାର ଦୁଷ୍ପ୍ରଭାବ ଦେବ। ତେଣୁ ଏଇଟା ହେଲା ଆଜ୍ଞା ମଙ୍ଗଳ ଦୋଷ ଆଜିକା ଦିନରେ। ତେଣୁ ଖାଲି ମଙ୍ଗଳ ଦୋଷ ଲାଗିଲେ ଆମେ ବିବାହର ଅସୁବିଧା ହେବ ନାହିଁ, ସବୁ କ୍ଷେତ୍ରରେ ଅସୁବିଧା ହେବ। ତେଣୁ ଆପେ ବାହା ହେଇଗଲେ ମଙ୍ଗଳ ନା, ମଙ୍ଗଳଙ୍କୁ ନଲିଫାଏ କରିବାର ଗୋଟେ ସବୁଠୁ ଭଲ ଗୁଣ ମୁଁ ବୁଝେଇ ଦେଉଛି। ମଙ୍ଗଳ ହେଲେ ଆପଣଙ୍କ ଭିତରେ ଅନ୍ତର୍ନିହିତ ଶକ୍ତି, ଏନର୍ଜି ବଡି। ମୁଁ କହୁନି, ଦେହରେ ଥିବା ଯେଉଁ ଆମର ଏନର୍ଜିଟା ହେଲା ମଙ୍ଗଳ। ନିଜର ଏନର୍ଜିଟାକୁ ଠିକ୍ ବାଟରେ ୟୁଜ୍ କରନ୍ତୁ। କେମିତି କରିବେ? ଆଜିକାଲି ଯେଉଁ ଜିମ୍ ଫିମ୍ ବାହାରୁଛି, ଦୟାକରି ଜିମ୍ ଯାଆନ୍ତୁ। ବଡି ବନେଇବା ପାଇଁ ନୁହେଁ, ମଙ୍ଗଳ ଠିକ୍ କରିବା ପାଇଁ। ନା ଜ୍ୟୋତିର୍ବିଦ ରୁଦ୍ର ମହାପାତ୍ର କହିଛନ୍ତି, ଯାଆନ୍ତୁ। ଯଦି ମଙ୍ଗଳ ଆପଣଙ୍କ ଜାତକରେ ଖରାପ, ଆପଣଙ୍କ ବଡି ଏତେ ସହଜରେ ବାହାରିବନି, କିନ୍ତୁ ମଙ୍ଗଳର ଦୁଷ୍ପ୍ରଭାବଟା କଟିଯିବ। କାହିଁକି? ଆପଣ ଏନର୍ଜି ଗୁଡ଼ା ସେଇଠି ଲଗେଇଦେଲେ। ଆପଣ ଦେଖିବେ ଯେତେଦିନ ଆପଣ ଜିମ୍ ଯାଉଛନ୍ତି, ଖେଳାଖେଳି କରୁଛନ୍ତି, ଆପଣ ନିଜ ରାଗଟାକୁ କଣ୍ଟ୍ରୋଲରେ ରଖିପାରିବେ। ଯଦି ଆପଣ ନ କରୁଛନ୍ତି ତାହେଲେ ଅସୁବିଧା। ଏବେ ଜଣେ ଆର୍ ରାଘବେନ୍ଦ୍ରନ୍ ବୋଲି ଜଣେ ତାମିଲନାଡୁର, କେରଳାରେ ରହୁଛନ୍ତି, କୋଏମ୍ବାଟୁରରେ,
मोर जड़े बहुत भल सांग ना भी जड़े को राइटर लेखक साइंटिस्ट जड़े आज्ञा से साइंटिस्ट सीनियर साइंटिस्ट गोटे बायोटेक्नोलोजी इंस्टीट्यूट सी गोटे रिसेंट जिन बाहर कले मंगल मंगलवार दिन आप एक्सरसाइज करूँ मुझे कहूँ मंगलवार नुह सबुदिन करूँ तो मंगल खराब थी लोक जब चुपचाप बसी रुए फिजिकल एक्सरसाइज न करे से अधिक रागिज अधिक बद रागी हम कारण मंगलटा बद बद मंगल से मंगल कौन शुभ हो जाए कि असुविधा ना नवांश भल जगह रहा शुभ ग्रह दृष्टि है माने बुझीपे आप कहे कैंसलेसन अफ मंगल दोष कहुए ताकू छाड़देले मंगल दोष जो अच्छी से सबू जिगरे फ्लक्चुएट कर आपंकर प्रोफेशनल लाइफ रे पर्सनल लाइफ रे खाली आप बाहर जो हम से कथा ना आपणकर मंगल दोष मो मंगल दोष मिसिक बाहर आजिका दिन में डिवोर्स हो जाए आगुरी कौन होता ना गोटे स्वामी गोटे स्त्री की चढ़ी भी कही पार्ला गोटे स्त्री स्वामी की चढ़ी कही पार्ला आजिका दिन तो गुहागुही है ना डिवोर्स तो वर्तमान दिन में दीज जाक मंगल दोष थी भूल भांगी कारण द कॉन्सेप्ट ऑफ सेपरेशन ऑफ मैरिज वाज नॉट देयर अर्लियर बाहाघर विच्छेद जो कॉन्सेप्टा नाला थरे तो समस्त बाहर कौन दीदीटा बर बाहर पड़ते कि गोटे बाहर भांगिकी आ गोटे बाहा कनसेप्ट एवं आसीगला तेणु आप खाली सप्तम भाव देखार अच्छे बहुत जिन बह भर पशुआनी मंगल दोष पर खाली कही रोचे यहाँ है गोटे जिन द्वितीय कहते लोक हनुमान चालीसा पढ़ा मंगल जदि खराब घर अच्छा आप बहुत गुड़े हनुमान चालीसा पढ़े ना मुझे कौन से चालीसा खराब कहूनी पढ़ु पढ़ार हनुमान चालीसा तरीका है 15 मिनट पढ़े 15 मिनट चुपकी बसवे हनुमान देह जो शक्ति गुड़ा आप देह आसे से आप होल्ड करें किंतु मंगल जातक स्ट्रंग अच्छी हनुमान चालीसा किसी तो आवश्यकता विशेष ना कारण अलरेडी आप से जिनसा अच्छी हनुमान तत्व से जगह आप खेला खेली विश्वास करेंगे पारे जदि जो रक्त शिविर पड़ुची ब्लड डोनेट करेंगे मंगल ब्लड नुहति कि आरबीसी है मंगल ताकू डोनेट करेंगे रेड ड्रेस अवॉइड करेंगे पिंधे नाली सिंदूर नालिया टीका गोटे लगे देगी मंगल खराब थी बाहर पड़े ढाई मुंडा बाड़ी हम जो जगह मंगल खराब अच्छे आपड़ कर्म द्वारा स्ट्रीमलाइन करूँ प्रथम जिन कर्म फिजिकल एक्सरसाइज जिम जाटा गोटे इश्यू नहीं आप आजिकल तो गाड़ी फाड़ी गलानी आप यूँ जी बस स्टाण चल चली जाऊना तो फिजिकल एक्सरसाइजटा आम भर कमी जाए जाना मंगल खराब हवा मंगल खराब अच्छे एक्सरसाइज करो मंगल ठीक हो तेणु मंगल दोषटा को जो सेन्स आप भावुं ने खाली विवाह क्षेत्र देखिए ने सब जगह कम अच्छी थोड़े आपको बाहर गले से जीवनी निज निज कर्म टे हम बेसिकाली जब आम फिजिकल एक्सरसाइज करूँ सब फिजिकल एक्सरसाइज कर लोकटे मंगल को जहाँ भी बालांस हो मंगल तो जो खराब कर्मटा देखा बालांस हो मंगल खराब माने कौन आप फिजिकल एक्सरसाइज करना एजन मैंने करूँ कौन फिजिकल एक्सरसाइज परिश्रम सहित संपेयर करेंगे परिश्रम मान अलग जिन आप मेंटल परिश्रम 10 घंटा करना शनि से कर्म को दर्शाए शनि हो आशा करें मंगल दोष टी आप भल बुझीपारे मो दिन को दिन बहुत वीडियो कमे कमे चलती प्राय भी आई वर्ष पर प्राय वीकली जाए बंद करेंगे बेस करेंगे जब इच्छा है अल्प अल्प करेंगे कारण लोक बेस तो देखुना मोर जी कहबार कही सारे मोर ज्योतिष जहाँ अनुचिंता था मुझे सारे मोर भी विशेष किसी कहबार ना हो आज एति महादेव आप समस्त भल रखु ओम नमः शिवाय।